ବାବା ଏ ସହରରେ ସବୁଆଡେ ଦୁର୍ନୀତି ସବୁଆଡେ ଚାଲିଛି। ତାପରେ ଚୋରି ଡକାୟତି ମର୍ଡର କେସ୍ ଚାଲିଛି, ଜାଗା ଦଖଲ ଚାଲିଛି। ସମସ୍ତେ ନିଜ ନିଜର ଗର୍ବ ନିଜ ନିଜର ଅହଙ୍କାରରେ ଚଳିଲେଣି। ଏମିତି ସମାଜ ବଦଳିବାର କାରଣ କଣ? ଯାଅ ବାବା, ଧନ୍ୟବାଦ ତମକୁ। ଆଉ ଏଇ ଲାଗେ ସହର ମଫସଲ ଗଳି କନ୍ଧି ସବୁଠି ଚୋରି ଡକାୟତ ମର୍ଡର କେସ୍ ଜନାଗାରି କେସ୍ ସବୁ ବହୁତ ଭୟଙ୍କର ରୂପରେ ଲାଗିଛି। ସେଥିଲାଗି ମୁଁ କହିଥିଲି ସାଧୁ ସାବଧାନ। ସାଧୁ ସାଧୁ ସା ହେଲା ଶରୀର, ସା ହେଲା ପୃଥିବୀ ରୂପକ ଶରୀର ଧାରଣ କରିଥିବା ଯେଉଁ ମନୁଷ୍ୟ ତା ଅନ୍ତର ଧୌତ କରିଦେଇଛି, ପରିଷ୍କାର କରିଦେଇଛି, ସେଇଆକୁ କୁହାଯିବ ସାଧୁ। ଆଉ ବର୍ତ୍ତମାନ ଆଜି ଆମ ସାଧୁ ସମାଜକୁ ସାବଧାନ କରାହଉଛି। ଏଇ ଖଣ୍ଡଗିରି ଉଦୟଗିରି ଏ ଯେଉଁ କୁମ୍ଭ ମେଳା ମହାକୁମ୍ଭ ମେଳା ଆରମ୍ଭ ହଉଛି, ଏଠି ସାଧୁ ସାବଧାନ କରାହଉଛି। ପ୍ରକୃତରେ ସାଧୁ ଯିଏ ଏ ସମାଜକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। କାରଣ ଏଥିରେ ଯେତେ ପ୍ରକାର ନିଶା ଖାଇକି ଏ ମଣିଷ ସମାଜ ଆଉ ତାର ଥଳ କୂଳ ନାହିଁ। ଏଇ ଲାଗେ ସବୁ ସେ ନିଶା ବେପାରରେ ଲାଗିଛନ୍ତି, କିଏ ନିଶା ଖାଇବାରେ ଲାଗିଛନ୍ତି। ସେଇଥିଲାଗି କହିଛି ମଦ ବିଡ଼ି ଖିଆ ଯେତେ ଗଞ୍ଜୋଡ଼ିଆ ୟାଙ୍କୁ ସେ ଖାଇସାରିଛି। ସୀତା ଚୈତନ ମାରି ସାଧୁ ବେଶ ଧରି ସେଇ ପ୍ରଭୁଙ୍କୁ ଖୋଜୁଛି। ଆରେ ଭଗବାନଙ୍କୁ ଖୋଜୁନାହାନ୍ତି, କେମିତି ମୁକ୍ତି ହବା ବାଟଟା ଦେଖୁନାହାନ୍ତି। ଇଏ କ'ଣ କରୁଛନ୍ତି? ପୁରା ଅଧପତନକୁ ଗତି କରିବାରେ ଲାଗିଛନ୍ତି। ସେ ପ୍ରଭୁ କୋଉଠି ଅଛନ୍ତି? ଏଇ ଲାଗେ ଗଞ୍ଜେଇ ବେପାର ଚାଲିଛି, ମଦ ବେପାର ଚାଲିଛି, ରାଣ୍ଡି ବେପାର ଚାଲିଛି। ଆଉ ଏଇ ଦୁର୍ନୀତିରେ ରତ୍ନାକର ଖଣ୍ଟ ହେଇଯାଇଛନ୍ତି, କାଳିଦାସ ମୂର୍ଖଠୁ ଆହୁରି ମୂର୍ଖ ହେଇଯାଇଛନ୍ତି, ଚଣ୍ଡାଳ ଅଶୋକ ଠାରୁ ଆହୁରି ଚଣ୍ଡାଳ ହେଇଯାଇଛନ୍ତି। ତେଣୁ ଏଥିରୁ ମୁକ୍ତି ପାଇଁ ଏକମାତ୍ର ଦୃଢ଼ତା ଭକ୍ତି ରଖରେ ଭଗବାନଙ୍କ ପ୍ରତି। ଇଏ କୋଉଠି ଗଞ୍ଜେଇ ମିଳିବ, କୋଉଠି ଇଏ ମଦ ମିଳିବ, କୋଉଠି ଚୋରି କରିବା, ଏଗୁଡ଼ାକୁ ଛାଡ଼। ଏଇ ବିଶ୍ୱ ଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ତରଫରୁ ଏଇଟା ହେଉଛି ବିଶେଷ ଅନୁରୋଧ ଓ ଆହ୍ୱାନ। ତୁମେ এই খণ্ডগিরি মেলারে এ দুর্নীতি হটাও, ভারত বঞ্চাও এ স্লোগান দিও। ওড়িশারে জগন্নাথଙ୍କର ଟେକ ରଖ, ଆଉ ସତ୍ୟ ସନାତନ ଧର୍ମର ସୁରକ୍ଷା ଦିଅ। ଆଉ ଶ୍ରୀମଦ୍ ଭଗବତ ଗୀତା ସାରା ପୃଥିବୀରେ ଶ୍ରେଷ୍ଠ ଧର୍ମଶାସ୍ତ୍ର। ଆକୁ ପଢ଼ନ୍ତୁ, ପଢ଼ାନ୍ତୁ, ବୁଝନ୍ତୁ, ବୁଝାନ୍ତୁ। ସ୍କୁଲ କଲେଜରେ ଏଇ ଶିକ୍ଷା ଦିଆଯାଉ। ଜୟ ଜଗନ୍ନାଥ।